କଣାସରେ ଖଣି ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ। ବେଆଇନ ପଥର ଚାଲାଣ ବେଳେ 19ଟି ପଥର ବୋଝେଇ ଟ୍ରକକୁ ଜବତ କଲା କଣାସ ପୋଲିସ। ସକାଳ ଭୋର ସମୟରେ ପୁରୀ ମାଇନ୍ସ ଅଧିକାରୀ ସମୀର ମିଶ୍ରଙ୍କ ନେତୃତ୍ୱରେ ବେଆଇନ ପଥର ଚାଲାଣ ହେଉଥିବା ସମୟରେ ଅତର୍କିତ ଚଢ଼ାଉ କରାଯାଇଥିଲା। କଣାସ ବିଜିପୁରଠାରେ 19ଟି ପଥରର ବୋଝେଇ ଟ୍ରକକୁ ଜବତ କରାଯାଇଛି। ସୂଚନା ଅନୁସାରେ ବେଆଇନ ପଥର ଓ ବାଲି ଚାଲାଣ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ପୂର୍ବରୁ ପିପିଲିରେ ପୁରୀ ମାଇନ୍ସ ଅଧିକାରୀ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରିଥିବା ବେଳେ ଗତକାଲି ବେଆଇନ ପଥର ଚାଲାଣ ଗାଡ଼ିକୁ ଜବତ କରିଛନ୍ତି। ଜବତ ଗାଡ଼ିଗୁଡ଼ିକ ଜରିମାନା ନଦେଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି ଖଣି ଅଧିକାରୀ କହିଛନ୍ତି। କାର୍ଯ୍ୟାନୁଷ୍ଠାନ କ'ଣ କରିବେ? କାର୍ଯ୍ୟାନୁଷ୍ଠାନ ସେ ବର୍ତ୍ତମାନ ମୁଁ ତାଙ୍କ କାଗଜପତ୍ର ଗୁଡ଼ାକ ଓନରସିପ୍ ଆଉ ତାର ପ୍ରାଇସ୍ କେତେ କିଣା ଭ୍ୟାଲୁ ଏଗୁଡ଼ାକ ଦେଖି ସାରିଲା ପରେ ତାଙ୍କୁ ଫାଇନ୍ ଡିମାଣ୍ଡ କରିବି। ସେମାନେ ଯଦି କମ୍ପାଉଣ୍ଡ କରନ୍ତି ଆଉ ଫାଇନ୍ ଦିଅନ୍ତି, ମୁଁ ଯେହେତୁ ଏଇ କଣାସ ପୋଲିସ୍ ଷ୍ଟେସନ ଅଣ୍ଡରରେ ତାଙ୍କ କଷ୍ଟଡିଆନ୍ ରହିଛି ତାଙ୍କୁ ଚିଠି କରିବି, ଏଇଟା ରିଲିଜ୍ କରିବେ। ଯଦି ନ କରନ୍ତି ତାହେଲେ ଲିଗାଲ୍ ଆକ୍ସନ୍ ନେବେ। ବହୁତ ଲୋକ ଗାଡ଼ିରେ ନେଇଥିଲେ, ତାପରେ ଓନର କିଏ କ'ଣ ମୁଁ ଏପର୍ଯ୍ୟନ୍ତ ଆସେଣ୍ଟ କରିନି। ପିପିଲିରୁ ପ୍ରଶାନ୍ତ ମହାରଣାଙ୍କ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।